ଆଜିର ଭିଡ଼ିଓରେ ଆମେ ଓଡ଼ିଆ ଅନର୍ସର କୋର୍ ପେପର୍ 2ର ୟୁନିଟ୍ 2 ଉପନ୍ୟାସ କାହାକୁ କୁହାଯାଏ ଏହାର ସଂଜ୍ଞା ସ୍ୱରୂପ ଓ ପ୍ରକାରଭେଦ ସମ୍ପର୍କରେ ଆଲୋଚନା କରିବା। ପୂର୍ବ ଭିଡ଼ିଓରେ ଆମେ ଉପନ୍ୟାସ କାହାକୁ କୁହାଯାଏ ଏହାର ସଂଜ୍ଞା ସ୍ୱରୂପ ଆଲୋଚନା କରିସାରିଛେ। ଆଜି ଆମେ ଉପନ୍ୟାସର ଗଠନ ଶୈଳୀ ବା ଗଠନ ପଦ୍ଧତି ସମ୍ପର୍କରେ ଆଲୋଚନା କରିବା। ଉପନ୍ୟାସର ଗଠନ ପଦ୍ଧତି। ଉପନ୍ୟାସଟିଏ ଲେଖିବା ପାଇଁ କୌଣସି ବିଶେଷ ଧରାବନ୍ଧା ନିୟମ ଅବଶ୍ୟ ନାହିଁ। ତଥାପି ଔପନ୍ୟାସିକଙ୍କୁ କେତେକ ବିଶେଷ ଦିଗ ପ୍ରତି ସଚେତନ ଦୃଷ୍ଟି ଦେବାକୁ ହୋଇଥାଏ। ଏହି ଦୃଷ୍ଟିରୁ ବିଚାର କରି ଦେଖିଲେ ସାଧାରଣତଃ ଉପନ୍ୟାସର ମୁଖ୍ୟତଃ ନିମ୍ନୋକ୍ତ ଉପାଦାନଗୁଡ଼ିକ ଆବଶ୍ୟକ ପଡ଼ିଥାଏ। ଯଥା ଉପନ୍ୟାସ ଲେଖିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଧରାବନ୍ଧା ନିୟମ ନାହିଁ, କିନ୍ତୁ ଔପନ୍ୟାସିକମାନଙ୍କ ମତରେ କେତେଗୁଡ଼ିଏ ନିର୍ଦ୍ଦିଷ୍ଟ ଉପାଦାନଗୁଡ଼ିକ ପ୍ରତି ଗୁରୁତ୍ୱ ଦେବାକୁ ପଡ଼ିଥାଏ, ନହେଲେ ତାହା ଉପନ୍ୟାସରେ ପରିଣତ ହୋଇପାରିବ ନାହିଁ। ସେହି ଉପାଦାନଗୁଡ଼ିକ କ'ଣ ଆମେ ଏବେ ନିମ୍ନରେ ଦେଖିବା। ପ୍ରଥମ ହେଲା କଥାବସ୍ତୁ। ଉପନ୍ୟାସରେ ଗୋଟିଏ କାହାଣୀ କୁହାଯାଇଥାଏ। ଏହି କାହାଣୀଟି କିଛି ଘଟଣା, କିଛି ଚରିତ୍ର, କିଛି କାର୍ଯ୍ୟ ଏବଂ କିଛି ବିଷୟକୁ ନେଇ ଗଠିତ ହୋଇଥାଏ। ଗୋଟିଏ କାହାଣୀଟି କିଛି ଘଟଣା ହେଇଥିବ, ନହେଲେ କାହାଣୀ କେମିତି କିଛି ଘଟି ନଥିବ, ସେଟା ତ କାହାଣୀ ହେଇପାରିବ ନାହିଁ। କିଛି ଘଟଣା, କିଛି ଚରିତ୍ର, କିଛି କାର୍ଯ୍ୟ ଏବଂ କିଛି ବିଷୟକୁ ନେଇ ଗଠିତ ହୋଇଥାଏ। ଉପନ୍ୟାସ ପାଇଁ ଏହା ସର୍ବପ୍ରଧାନ ଏବଂ ସର୍ବପ୍ରଥମ ଉପାଦାନ। ଉପନ୍ୟାସ ପାଇଁ କଥାବସ୍ତୁ ହେଉଛି ସର୍ବପ୍ରଧାନ ଏବଂ ସର୍ବପ୍ରଥମ। ଉପନ୍ୟାସରେ କଥାବସ୍ତୁ ବିନା ଉପନ୍ୟାସ ରଚିତ ହୋଇପାରିବ ନାହିଁ। ତେଣୁ ଉପନ୍ୟାସ ହେଉଛି ସର୍ବପ୍ରଧାନ ଉପାଦାନ। ମାତ୍ର ଯାହା ଘଟେ ତାକୁ ଅବିକଳ ଉପନ୍ୟାସରେ ଆଣି ଲେଖିଦେଲେ ତାହା କଥାବସ୍ତୁ ବା ପ୍ଲଟ୍ ହୋଇଯାଏ ନାହିଁ। କଥାବସ୍ତୁକୁ ମଧ୍ୟ ଏଥିରେ ଜାଣିଥିବ ପ୍ଲଟ୍ କୁହାଯାଉଛି। ପ୍ଲଟ୍ କାହାକୁ କୁହାଯାଏ ଲେଖିଲେ କଥାବସ୍ତୁକୁ କୁହାଯାଏ ଜାଣିଥିବ। ଏବଂ ମାତ୍ର ଯାହା ଘଟେ, ଯେଉଁ ସବୁ ଆମ ଘଟଣା, କୌଣସି ଘଟଣା ବା କୌଣସି ଘଟଣାରେ ତ କଥାବସ୍ତୁ ସୃଷ୍ଟି ହେବ, ଯେ ସେଇ କୌଣସି ଘଟଣାକୁ ସିଧାସଳଖ ବା ଅବିକଳ ଭାବରେ ଲେଖିଦେଲେ ତାହା ଉପନ୍ୟାସ ହୋଇପାରିବ ନାହିଁ। ଉପନ୍ୟାସ ରଚନା କରିବା ମୂଳରେ ଲେଖକଙ୍କ କିଛି ଉଦ୍ଦେଶ୍ୟ ଥାଏ, କିଛି ବକ୍ତବ୍ୟ ଥାଏ। ସମାଜ ଚକ୍ର ପୁନର୍ଗଠିତ କରିବା ପାଇଁ କିଛି ଯୋଜନା, କିଛି ବିଚାର, କିଛି ଦୃଷ୍ଟିଭଙ୍ଗୀ ଓ କିଛି ପରାମର୍ଶ ଦେବାକୁ ମଧ୍ୟ ଥାଏ। ଉପନ୍ୟାସ କୌଣସି ଘଟଣା ବିଷୟବସ୍ତୁକୁ ନେଇ ରଚିତ ହେଉଥିଲେ ମଧ୍ୟ ତାହା ଔପନ୍ୟାସିକ କୌଣସି ଉଦ୍ଦେଶ୍ୟକୁ ନେଇ ରଚନା କରିଥାଏ। ସେହି ଉଦ୍ଦେଶ୍ୟ ଗୁଡ଼ିକ ହେଲା କିଛି ବକ୍ତବ୍ୟ ଦେବାର, କିଛି ସମାଜ ଚକ୍ର ପୁନର୍ଗଠିତ କରିବା ପାଇଁ, କିଛି ବିଚାରଧାରା, କିଛି ଦୃଷ୍ଟିଭଙ୍ଗୀ ଥାଏ। କିଛି ପରାମର୍ଶ ଦେବା ପାଇଁ ଉଦ୍ଦେଶ୍ୟ ଗୁଡ଼ିକୁ ନେଇ ଉପନ୍ୟାସ ଗୁଡ଼ିକ ରଚିତ କରିଥାନ୍ତି। ଏହି ସବୁ ବିଷୟକୁ ଚରିତାର୍ଥ କରିପାରୁଥିବା କାହାଣୀଟି ଉପନ୍ୟାସ ଭାବରେ ବିବେଚିତ ଏବଂ କାହାଣୀର ଆରମ୍ଭ, ବିକାଶ ଓ ପରିଣତିକୁ ନିଜର କଳାତ୍ମକ ଗଠନ କୌଶଳରେ ସଜ୍ଜିତ କରି ଉପସ୍ଥାପନ କରନ୍ତି। ଏବଂ ଏଠାରେ ଔପନ୍ୟାସିକ ନିଜର କଳା କୌଶଳ ମାଧ୍ୟମରେ ଏହି ଉପନ୍ୟାସଟିକୁ ରଚନା କରିଥାନ୍ତି। ତେଣୁ କାହାଣୀର ସୁବ୍ୟବସ୍ଥିତ କଳାତ୍ମକ ସଜ୍ଜୀକରଣ ସାହିତ୍ୟିକ ନାମ ହେଉଛି କଥାବସ୍ତୁ ବା ପ୍ଲଟ୍। ଏହାକୁ ହିଁ କୁହାଯାଏ ପ୍ଲଟ୍ ବା କଥାବସ୍ତୁ। ଏବେ ଆମେ ଦେଖିବା ଚରିତ୍ର। ଉପନ୍ୟାସରେ ଚରିତ୍ର ହେଉଛି ଏକ ମୁଖ୍ୟ ଉପାଦାନ। କଥାବସ୍ତୁ ପରି ଚରିତ୍ର ମଧ୍ୟ ମୁଖ୍ୟ ଉପାଦାନ। ଉପନ୍ୟାସରେ ଯେଉଁ ଲୋକମାନଙ୍କର କଥା କୁହାଯାଇଥାଏ ବା ଯେଉଁମାନଙ୍କ ସମ୍ପର୍କରେ ଘଟଣାମାନ ଘଟେ କିମ୍ବା ଯେଉଁମାନଙ୍କ ଜୀବନ ଘଟଣାବଳୀକୁ ସଂଗ୍ରହ କରାଯାଇ ଉପନ୍ୟାସ ପାଇଁ ପ୍ଲଟ୍ ତିଆରି କରାଯାଏ, ସେଇମାନେ ହିଁ ଉପନ୍ୟାସ ଚରିତ୍ର। ଅର୍ଥାତ୍ ଗୋଟିଏ ଉପନ୍ୟାସ ଦେଖିବ କିଛି କିଛି ଚରିତ୍ର ରହିଥାନ୍ତି ବା କୌଣସି ବ୍ୟକ୍ତିଙ୍କ ବିଷୟରେ କଥା କୁହାଯାଏ, ସେମାନେ ହିଁ ହେଉଛନ୍ତି ଚରିତ୍ର। ଉପନ୍ୟାସର ଚରିତ୍ରମାନଙ୍କୁ ଉପସ୍ଥାପିତ କରାଯିବାରୁ ଦୁଇଗୋଟି ଉପାୟ ବା ପଦ୍ଧତିର ଆଶ୍ରୟ ନିଆଯାଏ। ତାହା ହେଲା ଭେଦାଭେଦ ଦୃଷ୍ଟିରୁ। ଭେଦାଭେଦ ଦୃଷ୍ଟିରୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟେ ହେଲା ମୁଖ୍ୟ ଚରିତ୍ର, ଏଠି କରିତ୍ର ହେଇଯାଇଛି, ଟାଇପିଂ ମିଷ୍ଟେକ୍, ଚରିତ୍ର ହେବ। ଆଉ ଗୋଟେ ହେଲା ଗୌଣ ଚରିତ୍ର। ସାଧାରଣ ଭାବେ ମୁଖ୍ୟ ଚରିତ୍ର କହିଲେ ଯେଉଁଥିରେ ଯାହାର ପ୍ରଭାବ କାହାଣୀର ମୁଖ୍ୟ ଗୁରୁତ୍ୱ ରହିଥାଏ ତାହାକୁ ମୁଖ୍ୟ ଚରିତ୍ର କୁହାଯାଏ। ଏବଂ ଗୌଣ ଚରିତ୍ର ଯେଉଁ ମୁଖ୍ୟ ଚରିତ୍ରକୁ ସାହାଯ୍ୟ କରିଥାଏ ତାହାକୁ ଗୌଣ ଚରିତ୍ର କୁହାଯାଏ। ଏବେ ଆମେ ଦେଖିବା ଯେଉଁ ଚରିତ୍ରମାନଙ୍କୁ ନେଇ ଘଟଣାରେ ଘନାଘଟ ସୃଷ୍ଟି ହୋଇଥାଏ ଓ ଯେଉଁମାନଙ୍କର ଉପରେ ମୁଖ୍ୟତଃ ଗଳ୍ପ ଅଂଶ ବା ଆଖ୍ୟାନ ଭାଗ ନିର୍ଭର କରିଥାଏ, ସେହି ଚରିତ୍ରମାନଙ୍କୁ ମୁଖ୍ୟ ଚରିତ୍ର କୁହାଯାଏ। କଥାବସ୍ତୁର ମୁଖ୍ୟ ଯାହା ଉପରେ ନିର୍ଭର କରି ସେହି ଉପନ୍ୟାସଟି ରଚିତ ହୋଇଥାଏ ସେ ହେଉଛି ମୁଖ୍ୟ ଚରିତ୍ର। ଏବଂ ଉପନ୍ୟାସରେ ଏହି ମୁଖ୍ୟ ଚରିତ୍ରମାନେ ଅନ୍ୟାନ୍ୟ ଚରିତ୍ରମାନଙ୍କ ଠାରୁ ବେଶ ପ୍ରଭାବଶାଳୀ। ଏହି ଚରିତ୍ର ଗୁଡ଼ିକ ଅନ୍ୟାନ୍ୟ ପ୍ରଭାବଶାଳୀ କାରଣ ସେମାନଙ୍କୁ ହିଁ ବେଶ କରି ବା ସେମାନଙ୍କୁ ଭିତ୍ତି କରି ହିଁ ଉପନ୍ୟାସଟି ରଚିତ ହୋଇଥିବା ସେମାନଙ୍କୁ ମୁଖ୍ୟ ଚରିତ୍ର କୁହାଯାଏ। ଗୌଣ ଚରିତ୍ର ମୁଖ୍ୟ ଚରିତ୍ରମାନଙ୍କ ବିକଶିତ କରାଇବା ଦିଗରେ ବଡ଼ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ଗୌଣ ଚରିତ୍ର
ଅନେକ ସମୟରେ ମୁଖ୍ୟ ଚରିତ୍ରର ଚାରିତ୍ରିକ ବିକାଶ ମଧ୍ୟ କେତେକ ଗୌଣ ଚରିତ୍ରମାନଙ୍କ ଦ୍ୱାରା ସମ୍ପାଦିତ ହୋଇଥାଏ। ଏମାନେ ସାଧାରଣତଃ ସ୍ଥିତିଶୀଳ ଚରିତ୍ର। ଗୌଣ ଚରିତ୍ର ସାଧାରଣତଃ ମୁଖ୍ୟ ଚରିତ୍ରକୁ ବିକଶିତ କରିବାରେ ବା ତାହାକୁ ସହାୟକ କରିବାରେ ବ୍ୟବହୃତ ହୋଇଥାଏ। ଏବେ ଆମେ ଭେଦାଭେଦ ଦୃଷ୍ଟିରୁ ଚରିତ୍ର କେତେ ପ୍ରକାର ଜାଣିଲେ। ଏବେ ଆମେ ଦେଖିବା ଚାରିତ୍ରିକ ରୂପାୟନ ଦୃଷ୍ଟିରୁ। ଚାରିତ୍ରିକ ରୂପାୟନ ଦୃଷ୍ଟିରୁ ମଧ୍ୟ ଚରିତ୍ରକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି, ଯଥା ନାଟକୀୟ ଚରିତ୍ର, ପ୍ରତିନିଧି ଶ୍ରେଣୀ ଚରିତ୍ର। ନାଟକୀୟ ଚରିତ୍ର, ଏହି ଚରିତ୍ରଗୁଡ଼ିକ ପ୍ରାୟତଃ ଗତିଶୀଳ ଚରିତ୍ର। ଘଟଣା ପ୍ରବାହ ସଙ୍ଗେ ସଙ୍ଗେ ଏମାନଙ୍କ ଗତିବିଧି ପରିବର୍ତ୍ତିତ ହୋଇଥାଏ ଅତ୍ୟନ୍ତ ନାଟକୀୟ ଭଙ୍ଗୀରେ। ଘଟଣା ଯେପରି ପରିବର୍ତ୍ତନ ହେଉଥିବା ଗୋଟେ ଗୋଟେ ଦୃଶ୍ୟ ପରିବର୍ତ୍ତନ ହୋଇଥାଏ, ସେପରି ଚରିତ୍ରମାନଙ୍କର ମଧ୍ୟ ଭୂମିକା ମଧ୍ୟ ସେହିପରି ପରିବର୍ତ୍ତନ ହୋଇଥାଏ। ତାହାକୁ ହିଁ ନାଟକୀୟ ଚରିତ୍ର କୁହାଯାଏ। ପ୍ରତିନିଧି ଶ୍ରେଣୀ ଚରିତ୍ର, ଏହି ଧରଣର ଚରିତ୍ରଗୁଡ଼ିକ ସ୍ଥିର। ଉପନ୍ୟାସର ପ୍ରାରମ୍ଭରେ ଶେଷ ଯାଏଁ ସେମାନଙ୍କ କୌଣସି ପରିବର୍ତ୍ତନ ହୁଏ ନାହିଁ, ତେଣୁ ଏ ପ୍ରକାର ଚରିତ୍ରମାନଙ୍କୁ ପାଠକ ଖୁବ୍ ସହଜରେ ଜାଣିପାରେ। ଚାରିତ୍ରିକ ସ୍ୱଭାବ ଦୃଷ୍ଟିରୁ ଆମେ ଚାରିତ୍ରିକ ରୂପାୟନରୁ ଆମେ ଦେଖିଲେ ଦୁଇ ପ୍ରକାର। ଏବେ ଆମେ ଦେଖିବା ଚାରିତ୍ରିକ ସ୍ୱଭାବ ଦୃଷ୍ଟିରୁ। ଚାରିତ୍ରିକ ସ୍ୱଭାବ ବା ବୈଶିଷ୍ଟ୍ୟ ଦିଗରୁ ମଧ୍ୟ ଉପନ୍ୟାସର ସ୍ଥାନୀୟ ଚରିତ୍ରମାନଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇଛି, ଯଥା ସରଳ ଚରିତ୍ର ଓ ଜଟିଳ ବା ବର୍ତ୍ତୁଳ ଚରିତ୍ର ଭାବରେ ନିର୍ଣ୍ଣୟ କରାଯାଇଥାଏ। ସରଳ ଚରିତ୍ର, ଉପନ୍ୟାସରେ ବର୍ଣ୍ଣିତ ଘଟଣା ପ୍ରବାହରେ ସରଳ ଚରିତ୍ରଠାରେ ସେହିପରି କିଛି ପରିବର୍ତ୍ତନ ଘଟେ ନାହିଁ। ସେମାନେ ଉପନ୍ୟାସରେ ସେହିପରି କିଛି ବିସ୍ମୟ ସୃଷ୍ଟି କରନ୍ତି ନାହିଁ, ବରଂ ଘଟଣା ପ୍ରବାହ ଧାରାରେ ଯାହା ଘଟିବାର ଥାଏ ଏହି ଚରିତ୍ରଗୁଡ଼ିକର ଠିକ୍ ତାହା ହିଁ କରିଥାନ୍ତି। ବର୍ତ୍ତୁଳ ଚରିତ୍ର, ଏହି ଚରିତ୍ରଗୁଡ଼ିକ ନାନା ପ୍ରକାର ଘାତ ପ୍ରତିଘାତ ମଧ୍ୟ ଦେଇ ଗତିଶୀଳ ହୋଇଥାନ୍ତି, ତେଣୁ ସେମାନଙ୍କ ଜୀବନ ଆକସ୍ମିକ ଭାବେ ନାଟକୀୟ ପରିବର୍ତ୍ତନ ଘଟେ। ଚରିତ୍ରମାନଙ୍କର ଏପରି ନାଟକୀୟ ପରିବର୍ତ୍ତନ ପାଠକ ମନରେ ବିସ୍ମୟ ସୃଷ୍ଟି କରିଥାଏ। ଏବେ ଆମେ ଦେଖିବା ପ୍ରତିନାୟକ ବା ନାୟିକା ଶ୍ରେଣୀୟ ଚରିତ୍ର। ପ୍ରତିନାୟକ ନାୟିକା ଶ୍ରେଣୀୟ ଚରିତ୍ର ସାମ୍ପ୍ରତିକ ଉପନ୍ୟାସର ଘଟଣା ପ୍ରବାହରେ ଅତ୍ୟନ୍ତ ନାଟକୀୟ ଭାବେ ଏମାନଙ୍କ ଚାରିତ୍ରିକ ସ୍ଥିତିକୁ ଉପଲବ୍ଧ କରାଯାଇଥାଏ। ସାଧାରଣତଃ ଏ ଧରଣର ଚରିତ୍ର ପ୍ରାଥମିକ ସ୍ତରରେ ହିଂସା, ଦ୍ୱେଷ, ଅସୂୟା, ଅହଙ୍କାର, କପଟତା ପ୍ରଭୃତିର ଶିକାର ହୋଇ ମୁଖ୍ୟ ନାୟିକାଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରିଥାନ୍ତି ବା ସେମାନଙ୍କ ଉଦ୍ଦିଷ୍ଟ ଲକ୍ଷ୍ୟର ବାଧକ ଉଭା ବି ହୁଅନ୍ତି। କେବଳ ସ୍ୱକୀୟ ସ୍ୱାର୍ଥସାଧନ ଲକ୍ଷ୍ୟରେ ସ୍ୱଭାବତଃ ଏହିମାନଙ୍କୁ ବିରୋଧ କରିବା ହୋଇଥିବାରୁ ଏମାନଙ୍କୁ ପ୍ରତିନାୟକ ନାୟିକା କୁହାଯାଏ। ପ୍ରତିନାୟକ ନାୟିକା ମଧ୍ୟ ଅର୍ଥାତ୍ ଖଳ ଚରିତ୍ର, ଯେଉଁମାନେ ଉପନ୍ୟାସର ଖଳ ଚରିତ୍ର ଭାବରେ କାର୍ଯ୍ୟ କରିଥାନ୍ତି। ବେଳେ ବେଳେ ଦେଖିବ ସେହି ଖଳ ଚରିତ୍ର ମାନେ ମୁଖ୍ୟ ନାୟକ ନାୟିକା ମାନଙ୍କ ସ୍ଥାନ ମଧ୍ୟ ଅଧିକାର କରନ୍ତି। ଯେପରି 6 ମାଣ 8 ଗୁଣ୍ଠ ଉପନ୍ୟାସରେ ରାମଚନ୍ଦ୍ର ମଙ୍ଗରାଜ ମୁଖ୍ୟ ଚରିତ୍ର ଥିଲାବେଳେ ତାଙ୍କ ସହିତ ଖଳ ଚରିତ୍ର ଚମ୍ପା, ଯିଏକି ସାଆନ୍ତାଣୀ, ତାଙ୍କର ସ୍ତ୍ରୀ ଯିଏ ସାଆନ୍ତାଣୀ ଥିଲେ, ତାଙ୍କର ସ୍ଥାନ କିପରି ଭାବରେ ଅଧିକାର କରିଛନ୍ତି ସେହି ଉପନ୍ୟାସରୁ ପଢ଼ିଲେ ତୁମେମାନେ ଖଳ ଚରିତ୍ର ଭାବରେ ଭଲ ଭାବରେ ବୁଝିପାରିବ। ପ୍ରୟୋଜନୀୟ ଚରିତ୍ର, ଏହି ଶ୍ରେଣୀ ଚରିତ୍ରକୁ ନେଇ ଲେଖକ କେତେକ ପ୍ରୟୋଜନୀୟ ଲକ୍ଷ୍ୟ ପ୍ରଧାନ ଚରିତ୍ର ବା ନାୟକର ଭୂମିକାକୁ ସ୍ପଷ୍ଟ କରିଥାନ୍ତି। ସାଧାରଣତଃ ଏହି ଚରିତ୍ରଗୁଡ଼ିକ ହେଉଛି ଦାସ ଦାସୀ, ବନ୍ଧୁ, ଆତ୍ମୀୟ, ଆଶ୍ରୟଦାତା, ଶୁଭାକାଂକ୍ଷୀ ବା ବିରୋଧାଚାରୀ ଚରିତ୍ର। ଲଘୁ ଚରିତ୍ର, ଏହି ଶ୍ରେଣୀ ଚରିତ୍ର ଉପନ୍ୟାସରେ ସୃଷ୍ଟି ଜଟିଳତା ଓ ଅତି ଗମ୍ଭୀର ହାସ୍ୟକର ପରିବେଶ ସୃଷ୍ଟି କରିବାରେ ସହାୟକ ହୋଇଥାନ୍ତି। ସାଧାରଣତଃ ଏଗୁଡ଼ିକ କମିକ୍ ବା ହାସ୍ୟରସ ସୃଷ୍ଟିକାରୀ ଚରିତ୍ର। ଉପନ୍ୟାସରେ ଜଣେ ଜଣେ ହାସ୍ୟ ରସ ସୃଷ୍ଟିକାରୀ ଚରିତ୍ର ରହିଥାନ୍ତି, ତାହାକୁ କୁହାଯାଏ ଲଘୁ ଚରିତ୍ର। ଏବେ ଆମେ ଦେଖିବା ସଂଳାପ। ଉପନ୍ୟାସର ଚରିତ୍ରମାନଙ୍କ ମଧ୍ୟରେ ପାରସ୍ପରିକ କଥୋପକଥନ ହିଁ ସଂଳାପ, ଅର୍ଥାତ୍ ଉପନ୍ୟାସରେ ଯେଉଁ ଚରିତ୍ରଗୁଡ଼ିକ ରହିଥାଏ ତାଙ୍କ ମଧ୍ୟରେ ଯେଉଁ କଥାବାର୍ତ୍ତା ହୋଇଥାଏ ତାହାକୁ ହିଁ ସଂଳାପ କୁହାଯାଏ। କଥାବାର୍ତ୍ତାକୁ ହିଁ ସଂଳାପ କୁହାଯାଏ। ଉପନ୍ୟାସରେ ଯେଉଁ ଅଂଶଟି ବିଶେଷ ଗୁରୁତ୍ୱପୂର୍ଣ୍ଣ ସେହି ଅଂଶଟିକୁ କେବଳ ସାଧାରଣ ଭାବରେ ଉଲ୍ଲେଖ କରି ନ ଦେଇ ସେହି ଅଂଶରେ ବାସ୍ତବତା ଓ ନାଟକୀୟତା ପାଇଁ ତାହାକୁ ଚରିତ୍ରମାନଙ୍କ କଥୋପକଥନ ମାଧ୍ୟମରେ ଉପସ୍ଥାପିତ କରିବା ଅଧିକ ଉପଯୁକ୍ତ। ଅର୍ଥାତ୍ ଉପନ୍ୟାସରେ ଯେଉଁ ଅଂଶଟି ବିଶେଷ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ, ଯେଉଁଟା ମୁଖ୍ୟ ଗୁରୁତ୍ୱପୂର୍ଣ୍ଣ, ତାହାକୁ ସେଥିରେ କିଛି ବାସ୍ତବତା ମିଶାଇ ସେଥିରେ ବାସ୍ତବତା ସହିତ ତାକୁ ନାଟକୀୟ ଢଙ୍ଗରେ ପ୍ରକାଶ କରାଯାଇଥାଏ। ଏହି କଥୋପକଥନ ସ୍ୱାଭାବିକ, ଚାତୁର୍ଯ୍ୟପୂର୍ଣ୍ଣ ଓ ଗମ୍ଭୀର ସଂକେତ ବହନକାରୀ ହେବା ଆବଶ୍ୟକ। ଏହା ମଧ୍ୟ ସ୍ଥାନ, କାଳ ଓ ପାତ୍ର ଅନୁରୂପ ଏବଂ ଚରିତ୍ରର ବ୍ୟକ୍ତି ଓ ଗୁଣାବଳୀର ପ୍ରକାଶରେ ସହାୟକ ହୋଇପାରୁଥିବା ଆବଶ୍ୟକ। ସେହି ସଂଳାପଟି ସେହି ବ୍ୟକ୍ତିର ଗୁଣ ଏବଂ ସ୍ଥାନ, କାଳ, ପାତ୍ର ସମ୍ପର୍କରେ କଥୋପକଥନ ମାଧ୍ୟମରେ ଉପସ୍ଥାପନ କରିଥାଏ।
ଉପନ୍ୟାସର ପରିବେଶ ଏହାକୁ ହିଁ କୁହାଯାଏ ଉପନ୍ୟାସ ଟାଇମ୍ ଆଣ୍ଡ ପ୍ଲେସ୍ ଅଫ୍ ଆକ୍ସନ୍। କଥାବସ୍ତୁର ସମୟ ଓ ସ୍ଥାନର ଗୁରୁତ୍ୱ ଯଥେଷ୍ଟ ବେଶୀ। ଉପନ୍ୟାସର ଘଟଣା କେଉଁଠାରେ ଏବଂ କେତେବେଳେ ଘଟିଲା ତାହାର ଉପଯୁକ୍ତ ନିର୍ମାଣ ହେବା ଆବଶ୍ୟକ। ଦିନ ରାତି, ସକାଳ ସନ୍ଧ୍ୟା, ଗ୍ରୀଷ୍ମ ଶୀତ ବା ବର୍ଷା ଶରତ କେବଳ ନୁହେଁ, ସହର ଗ୍ରାମ ବା ଅରଣ୍ୟ ପ୍ରଭୃତି ସମୟ ଓ ସ୍ଥାନ ନିର୍ବାଚନ ଉପନ୍ୟାସର ସଫଳତା କିମ୍ବା ବିଫଳତା ପାଇଁ ବହୁ ପରିମାଣ ଦେୟ। ଅର୍ଥାତ୍ ଉପନ୍ୟାସ ରଚନା କରାଯାଏ ସେହି ଘଟଣାଟା କେତେବେଳେ ଘଟିଥିଲା ଏବଂ କେଉଁ ସମୟରେ କେଉଁ ସ୍ଥାନ ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅବଲମ୍ବନ କରିଥାଏ। ତେଣୁ ଏହିଗୁଡ଼ିକ ଉପାଦାନ ମଧ୍ୟ ଆବଶ୍ୟକ ହୋଇଥାଏ। ତେଣୁ ଏହି ଉପାଦାନ ଗୁଡ଼ିକୁ ଗୁରୁତ୍ୱ ଦେଇ ଉପନ୍ୟାସଟି ରଚନା କରାଯାଇଥାଏ। ଏବେ ଦେଖିବା ଆମେ ଉପନ୍ୟାସ ଶୈଳୀ। କଥାବସ୍ତୁକୁ କେଉଁ ଢଙ୍ଗରେ ପ୍ରକାଶ କରାଯାଉଛି ତାହା ଅନ୍ୟ ସମସ୍ତ ଉପାଦାନ ଅପେକ୍ଷା ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ। ଅନେକ ସମୟରେ ଉପନ୍ୟାସ ପାଇଁ ନିର୍ବାଚନ ଭଲ କଥାବସ୍ତୁଟିଏ ଉପସ୍ଥାପନ ଉପଯୁକ୍ତ ଶୈଳୀ ଅଭାବରେ ଗୁରୁତ୍ୱହୀନ ହୋଇଯାଇପାରେ। ତେଣୁ ସବୁଠାରୁ ବଡ଼ କଥା ହେଲା କହିବାର ଭଙ୍ଗୀ। ଏହା ହିଁ ଉପନ୍ୟାସର ଶୈଳୀ। ଶୈଳୀ ପୁଣି ବିଭିନ୍ନ ପ୍ରକାର ହୋଇଥାଏ। କୌଣସି କଥାବସ୍ତୁକୁ ଉପସ୍ଥାପନ କରିବା ପାଇଁ ଶୈଳୀର ଆବଶ୍ୟକ ଅତ୍ୟନ୍ତ ଜରୁରୀ। ତେଣୁ ଉପନ୍ୟାସକୁ ରଚନା କରିବା ପାଇଁ ମଧ୍ୟ କେତେଗୁଡ଼ିଏ ଶୈଳୀ ଅବଲମ୍ବନ କରାଯାଇଛି। ସେ ଶୈଳୀ ଗୁଡ଼ିକ ହେଲା ବର୍ଣ୍ଣନାତ୍ମକ ଶୈଳୀ। ଯେଉଁ ଉପନ୍ୟାସ ଶୈଳୀ ମୁଖ୍ୟତଃ ବର୍ଣ୍ଣନାଧର୍ମୀ ତାକୁ ସାଧାରଣତଃ ବର୍ଣ୍ଣନାତ୍ମକ ଶୈଳୀଧର୍ମୀ ଉପନ୍ୟାସ ଭାବରେ ଗ୍ରହଣ କରାଯାଇଥାଏ। ଏହି ଶୈଳୀରେ ରଚିତ ଉପନ୍ୟାସ ମାନଙ୍କରେ ଚରିତ୍ର ଚିତ୍ରଣ ଅଧିକ ସଫଳ ହୋଇଥାଏ, କାରଣ ଉପନ୍ୟାସକ ନିଜର ସହଜ ସାବଲୀଳ ବର୍ଣ୍ଣନା ମାଧ୍ୟମ ଚରିତ୍ରକୁ ଯଥାଯଥ ଭାବେ ଉପସ୍ଥାପନ କରିଥାଏ। ବର୍ଣ୍ଣନାତ୍ମକ ଶୈଳୀରେ ଚରିତ୍ରକୁ ସଠିକ ବା ସଫଳ ଭାବରେ ବିଶ୍ଳେଷଣ କରାଇ ବର୍ଣ୍ଣନା କରାଯାଇଥାଏ। ଏବେ ଆମେ ଦେଖିବା ବିଶ୍ଳେଷଣାତ୍ମକ ଶୈଳୀ। ଯେଉଁ ଉପନ୍ୟାସରେ ପାତ୍ର ପାତ୍ରୀ ବିଶେଷ ତର୍କ ମାଧ୍ୟମରେ ବା ଘଟଣାର ବିଶ୍ଳେଷଣ ମାଧ୍ୟମରେ ସିଦ୍ଧାନ୍ତରେ ପହଞ୍ଚୁଥାନ୍ତି, ସେହି ଉପନ୍ୟାସରେ ଆଲୋଚ୍ୟ ଶୈଳୀ ବ୍ୟବହାର ହୋଇଥାଏ। ଏହି ଶୈଳୀ ପ୍ରୟୋଗ କରି ଔପନ୍ୟାସିକ ବାସ୍ତବ ସମସ୍ୟା ଓ ପରିସ୍ଥିତିର ବିଶ୍ଳେଷଣ କରିବାର ସୁଯୋଗ ପାଇଥାଏ। ଆତ୍ମକଥନ ଶୈଳୀ। ନିଜସ୍ୱ କଥନ ଭଙ୍ଗୀରେ ଯେଉଁ ଉପନ୍ୟାସ ରଚିତ ହୋଇଥାଏ ତାକୁ ଆତ୍ମକଥନ ଧର୍ମୀ ଉପନ୍ୟାସ ଭାବେ ଗ୍ରହଣ କରାଯାଇଥାଏ। ଏଥିରେ ଔପନ୍ୟାସିକ ନିଜେ ଏକ ଚରିତ୍ର ଭାବେ ଉଭା ହୋଇଥାନ୍ତି। ଆତ୍ମକଥନ ଶୈଳୀରେ ଚରିତ୍ର ହେଉଛନ୍ତି ନିଜେ ଔପନ୍ୟାସିକ। ନିଜର ଆବେଗ, ଅନୁଭୂତି, ସୁଖ ଦୁଃଖ ସବୁକିଛିକୁ ଚରିତ୍ର ମାଧ୍ୟମରେ ସେ ରୂପାୟିତ କରିଥାନ୍ତି। ପ୍ରାମାଣିକ ଶୈଳୀ, ଯାହାକୁ ଡାଏରୀ ଓ ପତ୍ର ଉପନ୍ୟାସ ଭାବରେ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଡାଏରୀ ଶୈଳୀ। ଏହି ରୀତିରେ ଲିଖିତ ଉପନ୍ୟାସ ଚରିତ୍ର ହିଁ ପ୍ରଥମ ପୁରୁଷ ହୋଇଥାଏ। ଡାଏରୀ ଲେଖିବା ଛଳରେ ଉପନ୍ୟାସରେ ଏକ ଚରିତ୍ର ବା ଏକାଧିକ ଚରିତ୍ର ନିଜ ନିଜର ଅନୁଭୂତିକୁ ଉପନ୍ୟାସରେ ପ୍ରକାଶ କରିଥାନ୍ତି, ଯାହାକି ଉପନ୍ୟାସଟିକୁ ଅଧିକ ସୁଖପାଠ୍ୟ କରିଥାଏ। ଏବେ ଆମେ ଦେଖିବା ପତ୍ର ଉପନ୍ୟାସ ଶୈଳୀ। ଏହି ଶୈଳୀରେ ପତ୍ର ଅବଲମ୍ବନରେ ଉପନ୍ୟାସ କାହାଣୀ ବର୍ଣ୍ଣିତ ହୋଇଥାଏ। ପାତ୍ର ପାତ୍ରୀ ପରସ୍ପରକୁ ବିଭିନ୍ନ ଘଟଣା ଅବଲମ୍ବନରେ ପତ୍ର ଲେଖିଥାନ୍ତି ଓ ଅନେକ ସମୟରେ ପ୍ରତ୍ୟୁତ୍ତର ମଧ୍ୟ ଦେଇଥାନ୍ତି, ଯାହାକି ଉପନ୍ୟାସର ମୁଖ୍ୟ କଥାବସ୍ତୁ ହୋଇପଡ଼ିଥାଏ। ପ୍ରକୃତରେ ଏହି ଶୈଳୀ ହେଉଛି ଏକ ଯୋଜନାବଦ୍ଧ ଶୈଳୀ। ଏବେ ଆମେ ଦେଖିବା ନାଟକୀୟ ଶୈଳୀ। ନାଟ୍ୟ ଉପନ୍ୟାସରେ ସାଧାରଣତଃ ଏହି ଶୈଳୀର ବ୍ୟବହାର ହୋଇଥାଏ। ଘଟଣା ଦୃଶ୍ୟଗୁଡ଼ିକର ଦ୍ରୁତ କ୍ରିୟାଶୀଳତା ଓ ଉତ୍କଣ୍ଠା ସୃଷ୍ଟି ମଧ୍ୟରେ ଏ ପ୍ରକାର ଉପନ୍ୟାସର କଥାବସ୍ତୁ ପରିବେଷିତ ହୋଇଥାଏ। ଶେଷ ଶୈଳୀଟି ହେଉଛି କାବ୍ୟାତ୍ମକ ଶୈଳୀ। କବି ଦୃଷ୍ଟିରେ ଶାଣିତ ମନୋଜ୍ଞ ପ୍ରକାଶ ଶୈଳୀ କାବ୍ୟାତ୍ମକ ଶୈଳୀ ରୂପେ ପରିଚିତ। ଏହି ଶୈଳୀରେ ଲିଖିତ ଉପନ୍ୟାସରେ ଔପନ୍ୟାସିକ ଆବେଗ ପ୍ରବଣ ହୋଇ ଉପମା, ରୂପକ, ପ୍ରତୀକ, ଚିତ୍ରକଳ୍ପ ମାଧ୍ୟମରେ ଚରିତ୍ର ଚିତ୍ରାୟନ, ଘଟଣା ଓ ପରିବେଶ ବର୍ଣ୍ଣନା କରିଥାନ୍ତି। କାବ୍ୟାତ୍ମକ ଶୈଳୀରେ ମଧ୍ୟ କେତେଗୁଡ଼ିଏ ଉପନ୍ୟାସ ରଚିତ ହୋଇଥାଏ। ଭାଷା ହେଉଛି ଉପନ୍ୟାସର ଅନ୍ୟ ଏକ ଅତ୍ୟାବଶ୍ୟକ ଉପାଦାନ। ଭାଷା ବ୍ୟତିରେକ ଉପନ୍ୟାସ ସ୍ଥିତି ଅକଳ୍ପନୀୟ। ଚରିତ୍ରମାନଙ୍କ କ୍ରିୟାକଳାପକୁ ପାଠକମାନଙ୍କ ସମ୍ମୁଖରେ ଉପସ୍ଥାପିତ କରିବାକୁ ନେଇ ଭାବଶ୍ରୟୀ ଭାଷାକୁ ମାଧ୍ୟମ ଭାବେ ଗ୍ରହଣ କରାଯାଇଥାଏ। ସାଧାରଣତଃ ସରଳ, ସୁବୋଧ, ସାବଲୀଳ ଭାଷା ଉପନ୍ୟାସରେ ଗତିପଥକୁ କରେ ଚଳଚଞ୍ଚଳ। ଏହାଦ୍ୱାରା ସବୁ ଶ୍ରେଣୀ ଚରିତ୍ରମାନଙ୍କର ଭାଷା ଭିତରେ ସମତା ରକ୍ଷା କରିବାକୁ ଚେଷ୍ଟା କରାଯାଇଥାଏ। ଏବେ ଆମେ ଦେଖିବା ରଙ୍ଗରସ। ଉପନ୍ୟାସ ଯେହେତୁ ମଣିଷ ଜୀବନ କାହାଣୀ ଯଥାର୍ଥ ଭାଷ୍ୟକାର, ତେଣୁ ଏଥିରେ ଶୃଙ୍ଗାର, କରୁଣ, ହାସ୍ୟ, କୌତୁକ, ବ୍ୟଙ୍ଗ, ବିଦ୍ରୂପ ଆଦି ବର୍ଣ୍ଣନା କରିଥାଏ, ଯାହା ମାଧ୍ୟମରେ ଚରିତ୍ର ଚିତ୍ରାୟନ ଓ ଘଟଣା ବିନ୍ୟାସ ରୀତିକୁ ସହଜ ଅନୁଶୀଳନ କରି ହୁଏ। ଏବେ ଆମେ ଦେଖିବା ଉପନ୍ୟାସର ନାମକରଣ କିପରି କରାଯାଇଥାଏ। ସ୍ରଷ୍ଟା ନିଜର ପ୍ରତ୍ୟେକ ସୃଷ୍ଟି ପରେ ତାର ନାମକରଣ କରିବାକୁ ସତତ ବ୍ୟାକୁଳ ହୋଇପଡ଼େ। ବାପା ମା ପିଲାଟିଏ ଜନ୍ମ ହେଲା ପରେ ତାର ନାମକରଣ କରିଥାନ୍ତି କୌଣସି ରୂପ, ଗୁଣକୁ ଦୃଷ୍ଟି
ଦୃଷ୍ଟିକୁ ନ ଦେଖି କିନ୍ତୁ ସ୍ରଷ୍ଟା ସେହିପରି କରେ ନାହିଁ। ତେଣୁ ସ୍ରଷ୍ଟାର ନାମକରଣ ପଶ୍ଚାତରେ ଥାଏ ସ୍ରଷ୍ଟା ଓ ସୃଷ୍ଟିର ଭାଗବତ ସମ୍ପୃକ୍ତ ସମ୍ବନ୍ଧ ଓ ଚାରିତ୍ରିକ ମହତ୍ତ୍ୱ। ଏହି ଦୃଷ୍ଟିରୁ ଦେଖିଲେ ଉପନ୍ୟାସର ନାମକରଣକୁ ଚାରି ଭାଗରେ ବିଭକ୍ତ କରାଯାଇଥାଏ, ଯଥା ଭାବମୂଳକ, ଆଭାସିକ, ପ୍ରତୀକାତ୍ମକ ଆଉ ଚାରିତ୍ରିକ। ଏବେ ଆମେ ଶେଷ ଉପନ୍ୟାସ ଗଠନ ପଦ୍ଧତି ଦେଖିବା ବା ଉପାଦାନଟି ଦେଖିବା। ଔପନ୍ୟାସିକ ଜୀବନ ବା ସମୟକୁ ମର୍ମ ଦୃଷ୍ଟିରେ ଦେଖେ। ସେ ପ୍ରତ୍ୟକ୍ଷରେ ହେଉ ବା ପରୋକ୍ଷରେ ହେଉ ଚରିତ୍ର ଚିତ୍ରଣ, ଘଟଣା ବର୍ଣ୍ଣନା ବା ଉପନ୍ୟାସ ବିଶ୍ଳେଷଣ ଏବଂ ସ୍ୱକୀୟ ମନ୍ତବ୍ୟ ମାଧ୍ୟମରେ ତାହାର ବକ୍ତବ୍ୟକୁ ପାଠକ ନିକଟରେ ଉପସ୍ଥାପନ କରିଥାଏ। ଉପନ୍ୟାସ ତାହା ଜୀବନ ଯେଉଁସବୁ ମର୍ମ, ଯେଉଁସବୁ ଘଟଣାବଳୀକୁ ଦେଖିଥାଏ ନିଜ ଦୃଷ୍ଟିଭଙ୍ଗୀ, ସେସବୁକୁ ଅତ୍ୟନ୍ତ ପରୋକ୍ଷ ଭାବରେ ହେଉ ବା ନିଜେ ସିଧାସଳଖ ବା ହେଉ ବା ପରୋକ୍ଷ ଭାବରେ ହେଉ ତାହାକୁ ସେ ଅତ୍ୟନ୍ତ ସୁନ୍ଦର ଭାବରେ ସେ ଉପସ୍ଥାପନ କରିଥାଏ। ଉପନ୍ୟାସର ପ୍ରକାରଭେଦ। ଆଜିର ଭିଡ଼ିଓରେ ଆମେ ଉପନ୍ୟାସର ଗଠନ ପଦ୍ଧତି ସମ୍ପର୍କରେ ଆଲୋଚନା କଲେ। ପରବର୍ତ୍ତୀ ଭିଡ଼ିଓରେ ଆମେ ଉପନ୍ୟାସର ପ୍ରକାରଭେଦ ସମ୍ପର୍କରେ ଆଲୋଚନା କରିବା।